ଯେ ପ୍ରକୃତରେ ଯୋଉ ବାରବାଟୀ ଦୁର୍ଗକୁ ଆମେ ନେଇ ଗର୍ବ କରୁଛୁ ସେ ଗର୍ବ କେବଳ ଖାଲି ଆଲୋକୀକରଣ ନିହାତି ଦରକାର ହଉଛି। ଖାଲି ଅନ୍ଧାରରେ ରଖିକିରି ଆମେ ବାରବାଟୀ ଦୁର୍ଗ ସେ ଫଟୋଟାକୁ ଦେଖି ଚାରିଆଡେ କହିପାରୁଛେ ସାରା ବିଶ୍ୱରେ ଯିଏ ହଉଛି ଆମ ବାରବାଟୀ ଦୁର୍ଗ ହଜାର ବର୍ଷର ଐତିହ୍ୟ, ଆମର କେତେ ବଳା ବାହାର ଆସିଥିଲା, ମୁକୁନ୍ଦ ଦେବ ଥିଲେ ଏଠି, ଏଠି ଏଟା ରାଜଧାନୀ ଥିଲା। କିନ୍ତୁ ସେଇଟା ପ୍ରତି ସମସ୍ତେ ଧ୍ୟାନ ଦେବା ନିହାତି ଆବଶ୍ୟକତା ରହିଛି। ନମସ୍କାର, ମୁଁ ଅଭୟ କୁମାର ଦାସ, ଜଣେ କଳାକୁ ଭଲ ପାଇବା ଲୋକ, କଳାକାର ଜଣେ, ଲେଖକ ଜଣେ। ପ୍ରକୃତରେ ମୁଁ କିଛି ଦିନ ତଳେ ସୋସିଆଲ ମିଡିଆରୁ ଆମର ସାଇ ସିଦ୍ଧାନ୍ତ ମିଶ୍ର ଯିଏକି ଗୋଟେ ତାଙ୍କର ଗୋଟେ ଚ୍ୟାନେଲ ଅଛି ଏବଂ ସେ ବିଭିନ୍ନ କାର୍ଯ୍ୟ କରୁଛନ୍ତି, କଳା ସଂସ୍କୃତି କେମିତି ଐକ୍ୟବଦ୍ଧ କଟକକୁ ସୁରକ୍ଷିତ ଦେବେ କରୁଛନ୍ତି। ମୁଁ ସେଟା ଗୋଟେ ଦେଖିଥିଲି ଭିଡିଓ 8-10 ଦିନ ତଳେ ଏବଂ ଦ୍ୱିତୀୟ ଥର ମଧ୍ୟ ମୁଁ ଦେଖିଥିଲି। ପ୍ରକୃତରେ ଦୁଃଖ ଲାଗୁଛି, ପ୍ରକୃତରେ ଯାହା ସେ କହିଛନ୍ତି ପ୍ରକୃତରେ ମୁଁ ଭାବୁଥିଲି ନାଇଁ ତ ମୁଁ ଆଉ ଦିନେ ଦେଖିଥିଲି ବହୁତ ଦିନ ତଳେ କିଛି ଆଲୋକ ଥିଲା, ତାର କିଛି ଲାଇଟ୍ ଥିଲା। ପ୍ରକୃତରେ ଆଜି ମୁଁ ଏଇ 2-3 ଦିନ ତଳେ ଯାଇଥିଲି, ଆସିଥିଲି ବୁଲିବାକୁ ଆଦିବାସୀ ମେଳା। ପ୍ରକୃତରେ ଅନେଇଲି ସିଆଡେ, ଦେଖିଲି ପ୍ରକୃତରେ ଅନ୍ଧାର ଅଛି। ଆଜି ହଉଛି ବାରବାଟୀ ଦୁର୍ଗ ହଉଛି ମାନେ ଭାଡୁଆଙ୍କର ଗୋଟେ ଖଟି, ବାରବାଟୀ ନୁହେଁ ତ ବର୍ତ୍ତମାନ ଭାଡୁଆଙ୍କର ଗୋଟେ ଖଟିରେ ପରିଣତ ହେଇଛି। ସେଇଥିଲାଗି ସେଠି କେହି ଧ୍ୟାନ ଦଉନାହାନ୍ତି। ଏଇ ଯୋଉ କହି ହଉଛୁ ଆମେ ଯେ ପ୍ରକୃତରେ କଟକ ସହର ହଜାର ବର୍ଷର ସହର, ଆମ ଭାଇଚାରାର ସହର। ଏଠି କିନ୍ତୁ ଭାଇ ମାନେ ଯୋଉମାନେ ଅଛନ୍ତି, ଦୁଃଖ ଲାଗୁଛି ସାତ ସାହି ଆଖଡା ଚାଲିଛି ବର୍ତ୍ତମାନ, ବିଭିନ୍ନ ସଂସ୍ଥା ବିଭିନ୍ନ ସେମାନଙ୍କର ସାହି ସାହିରେ ସବୁ ଯାତ୍ରା କରୁଛନ୍ତି, ସମସ୍ତେ ଗାମୁଛା ପକେଇକି ସମସ୍ତେ ସମସ୍ତଙ୍କୁ ସମ୍ବୋଧିତ କରୁଛନ୍ତି। କିନ୍ତୁ ଆଜି କଳା ଯୋଉଟା ବାରବାଟୀ, ଯାହାକୁ ଏତେ ବଡ କଥା ବାରବାଟୀ କି କହିଲେ ହିଁ କଟକ ବୁଝାଏ, କିନ୍ତୁ ସେଠି ପ୍ରତି ସମସ୍ତେ ଆଜି ମାନେ ନୀରବ ଅଛନ୍ତି। ସମସ୍ତେ ସ୍ୱର ଉତ୍ତୋଳନ କରିବା ଦରକାର, ସାଇବାବାଙ୍କ ସହିତ ସେମାନେ ଏକମତ ହବା ଦରକାର ଏବଂ ଦେଖିବା କଥା ଏବଂ ସମସ୍ତେ ଦାବି ରଖିବା କଥା ଆଜି କଟକ ସିଏମସି ପାଖରେ ଯେ ପ୍ରକୃତରେ ଯୋଉ ବାରବାଟୀ ଦୁର୍ଗକୁ ଆମେ ନେଇ ଗର୍ବ କରୁଛୁ ସେ ଗର୍ବ କେବଳ ଖାଲି ଆଲୋକୀକରଣ ନିହାତି ଦରକାର ହଉଛି। ଖାଲି ଅନ୍ଧାରରେ ରଖିକିରି ଆମେ ବାରବାଟୀ ଦୁର୍ଗ ସେ ଫଟୋଟାକୁ ଦେଖି ଚାରିଆଡେ କହିପାରୁଛେ ସାରା ବିଶ୍ୱରେ ଯିଏ ହଉଛି ଆମ ବାରବାଟୀ ଦୁର୍ଗ ହଜାର ବର୍ଷର ଐତିହ୍ୟ, ଆମର କେତେ ବଳା ବାହାର ଆସିଥିଲା, ମୁକୁନ୍ଦ ଦେବ ଥିଲେ ଏଠି, ଏଠି ଏଟା ରାଜଧାନୀ ଥିଲା। କିନ୍ତୁ ସେଇଟା ପ୍ରତି ସମସ୍ତେ ଧ୍ୟାନ ଦେବା ନିହାତି ଆବଶ୍ୟକତା ରହିଛି।